ସମସ୍ତଙ୍କୁ ସାଇରାମ ଆଶା କରୁଛି। ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା କେଉଁ ବାରରେ କ୍ଷର ହେଲେ କ'ଣ ହୁଏ। ତାପରେ ଶୁଣିବା କେଉଁ 3ଟି ଜିନିଷରେ ସବୁବେଳେ ସତର୍କ ରହିବେ। ତାପରେ ଶୁଣିବା ଜୀବନର ସତ କଥା। ତାପରେ ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା ସବୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା କେଉଁ ବାରରେ କ୍ଷର ହେଲେ କ'ଣ ହୁଏ। ରବିବାର ଦିନ କ୍ଷର ହେଲେ ଦୁଃଖ ପ୍ରାପ୍ତି ହୁଏ। ସୋମବାର ଦିନ କ୍ଷର ହେଲେ ସୁଖ ମିଳେ। ମଙ୍ଗଳବାର ଦିନ କ୍ଷର ହେଲେ ଆୟୁଷ ହାନି ହୋଇଥାଏ। ବୁଧବାର ଦିନ କ୍ଷର ହେଲେ ଆୟୁଷ ଓ ଶକ୍ତି ବୃଦ୍ଧି ପାଏ। ଗୁରୁବାର ଦିନ କ୍ଷର ହେଲେ ଶକ୍ତିହୀନ ଓ ଅର୍ଥହୀନ ହୁଏ। ଶୁକ୍ରବାର ଦିନ କ୍ଷର ହେଲେ ଆତ୍ମଶକ୍ତି ବଢ଼େ ଏବଂ ବଡ଼ ପୁଅ ଥାଇ କ୍ଷର ହେଲେ ଅମଙ୍ଗଳ ହୁଏ। ବାପା ଓ ବଡ଼ ପୁଅ ଗୋଟିଏ ଦିନରେ କ୍ଷର ହେଲେ ପରିବାରରେ ଅମଙ୍ଗଳ ହୁଏ। ସନ୍ତାନ ଦୁଃଖ ପାଏ। ଦାରିଦ୍ର୍ୟତା ଲାଗି ରହେ। ଶନିବାର ଦିନ କ୍ଷର ହେଲେ ଗ୍ରହ ପୀଡ଼ା ହୋଇଥାଏ। ତାପରେ ଶୁଣିବା ଜୀବନର ସତ କଥା। ଯେତେ ତୀର୍ଥଧନ ଭ୍ରମଣ କରୁଥା ଶେଷ ତୀର୍ଥ ତୋର ମଶାଣି ଭୂଇଁ। ଯେତେ ହୋମଯଜ୍ଞ ସମିଧ ଜାଲୁଥା ନିଜେ ଜଲିଯିବୁ ଜଳିଲେ ଜୁଇ। ଯେତେ ମନଭୁଲା ସଙ୍ଗୀତ ଶୁଣୁଥା ରାମ ନାମ ସତ୍ୟ ଶୁଣିବୁ ଶେଷେ। ଯେତେ ଅହଙ୍କାର ଦେହରେ ମଣ୍ଡୁଥା ଶେଷେ ବନ୍ଧାପାଲ ଦଉଡ଼ି ପାଶେ। ଯେତେ ବହଲିଆ ଗଦିରେ ଶୋଉଥା ଶେଷେ କୋକେଇରେ ଦେବେ ବୁହାଇ। ଯେତେ ସମ୍ପତ୍ତିକୁ ସଞ୍ଚିଲେ ସଞ୍ଚୁଥା ମଲା ପରେ ସବୁ ନେବେ ବୁହାଇ। ଯେତେ ହଣ୍ଡାହାଣ୍ଡି ସାଇତି ରଖିଥା ଶେଷେ ଭାତ ଦେବେ ହାଣ୍ଡି ମାଟିରେ। ଯେତେ ଦାମୀ ଲୁଗା ସଜେଇ ରଖିଥା ଘୋଡ଼େଇବେ ଧଳା ଲୁଗା ଖଣ୍ଡିରେ। ସୁନା ଥାଳିଆରେ ଖାଇଲେ ଖାଉଥା ମଲା ପରେ ଦେବେ ପତରେ ବାଢ଼ି। ବାରି ପଛଆଡ଼େ ଘାସକୁ ଆଡ଼େଇ ଦାନ୍ତ କାଠି ପାଣି ଦେବେ ସଜାଡ଼ି। ଯେତେ ଯିଏ ଏଠି ସମ୍ପତ୍ତି ଅର୍ଜିଛି କିଏ ମଲାବେଳେ ପାରିଛି କି ନେଇ। ମାତା ଗର୍ଭ ଶୂନ୍ୟେ ଭୂଇଁ ଛୁଇଁଥିଲୁ ଶେଷରେ ଶୂନ୍ୟେ ତୁ ଯିବୁରେ ଚାଲି। ଚାଲନ୍ତୁ ଏବେ ଶୁଣିବା କେଉଁ 3ଟି ଜିନିଷ ବିଶେଷ କରି ଧ୍ୟାନ ରଖିବେ। 3ଟି ଜିନିଷ ଧ୍ୟାନରେ ରଖିଲେ ଉନ୍ନତି ହୋଇଥାଏ। ଈଶ୍ୱର, ପରିଶ୍ରମ ଏବଂ ବିଦ୍ୟା। 3ଟି ଜିନିଷକୁ କେବେ ବି ଭାବନ୍ତୁ ନାହିଁ। ରୋଗ, ଶତ୍ରୁ ଏବଂ କରଜ। 3ଟି ଜିନିଷକୁ ସବୁବେଳେ ନିଜ ଅଧୀନରେ ରଖନ୍ତୁ। ମନ, କାମ ଏବଂ ଲୋଭ। 3ଟି ଜିନିଷକୁ ଥରୁଟିଏ ଚାଲିଗଲେ ଆଉ ଫେରେ ନାହିଁ। ଧନୁରୁ ବାଣ, ମୁଖରୁ ବାଣୀ ଏବଂ ଶରୀରରୁ ପ୍ରାଣ। 3ଟି ଜିନିଷ ଆପଣଙ୍କୁ ଦୁର୍ବଳ କରିଦିଏ। ଖରାପ ଗୁଣ, ଅହଙ୍କାର ଏବଂ କ୍ରୋଧ। 3ଟି ଜିନିଷ କେହି ଆପଣଙ୍କଠାରୁ ଚୋରି କରି ନେଇପାରିବେ ନାହିଁ। ଜ୍ଞାନ, ଚରିତ୍ର ଏବଂ ଦକ୍ଷତା। 3 ଜଣକୁ ବିପଦ ବେଳେ ଚିହ୍ନି ହୋଇଥାଏ। ସ୍ତ୍ରୀ, ଭାଇ ଏବଂ ବନ୍ଧୁ। 3 ଜଣଙ୍କ ଉପରେ ସବୁବେଳେ ଦୟା କର। ଶିଶୁ, ପାଗଳ ଏବଂ ଭୋକିଲା ଲୋକ। 3ଟି ଜିନିଷକୁ କେବେ ଭୁଲନ୍ତୁ ନାହିଁ। ସାହାଯ୍ୟ, ମନ ଏବଂ କର୍ମ। 3ଟି ଜିନିଷ ସବୁବେଳେ ମନେ ରଖିଥିବା ଉଚିତ। ସତ୍ୟ, କର୍ତ୍ତବ୍ୟ ଏବଂ ମୃତ୍ୟୁ। ମଣିଷ ସବୁକିଛି ଭୁଲିପାରିବ ହେଲେ ସେ ମୁହୂର୍ତ୍ତକୁ କେବେ ବି ଭୁଲିପାରେ ନାହିଁ ଯେତେବେଳେ ତାକୁ ନିଜର ଲୋକଙ୍କର ଆବଶ୍ୟକ ଥିଲା କିନ୍ତୁ ସେମାନେ ତା ସାଥିରେ ନଥିଲେ। ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖ। ମନେ ରଖନ୍ତୁ ଅନ୍ୟକୁ ଗୋଟିଏ ଅଙ୍ଗୁଳି ଦେଖାଇଲେ ତମ ଆଡ଼କୁ 4ଟି ଅଙ୍ଗୁଳି ଦେଖାଉଛି। ସମୟର ନା କେହି ଶତ୍ରୁ ଥାଏ ନା କେହି ମିତ୍ର ଥାଏ। କେହି ନିଜର ନା କେହି ପର।
ସମୟ ତ ବହିଯାଇଥିବା ନଦୀ ପରି ସ୍ୱଚ୍ଛ, ନିର୍ମଳ ଆଉ ଦ୍ରୁତଗାମୀ। ଯେଉଁ ବ୍ୟକ୍ତି ସମୟ ସହିତ ପାଦ ମିଳାଇ ଚାଲିପାରେ ନାହିଁ, ସମୟ ତାକୁ ପଛରେ ପକାଇ ଆଗକୁ ଚାଲିଯାଏ। ତେଣୁକରି ତ କଥାରେ ଅଛି, ସମୟ କାହାକୁ ବି ଅପେକ୍ଷା କରିନାହିଁ। ସମୟ ସବୁଠାରୁ ବଳବାନ। ଆମେ ଚାଲୁଥିବା ବେଳେ ଆମ ଦୁଇ ପାଦ ଭିତରେ ଅନେକ ତଫାତ୍ ଥାଏ। ଆଗରେ ଥିବା ପାଦ ଅଭିମାନ କରିନାହିଁ କି ପଛରେ ଥିବା ପାଦ ଅପମାନ କରିନାହିଁ। କାହିଁକିନା ସେମାନେ ଜାଣନ୍ତି, କିଛି କ୍ଷଣ ମଧ୍ୟରେ ସେମାନଙ୍କ ସ୍ଥିତି ବଦଳିଯିବ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଏହିପରି ଭିଡ଼ିଓ ସବୁ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।